ଦାୟିତ୍ୱ ହେବେ, ପ୍ରଭୁ ବି ଗୌରବାନ୍ୱିତ ହେବେ। କାଳକୁ ଧର୍ମେନ୍ଦ୍ର ଲିପି। ପ୍ରଭୁଙ୍କ ପବିତ୍ର ମହାନାମକୁ ଏ ସମୟ ପାଇଁ ମୁଁ ଧନ୍ୟବାଦ ଦିଏ। ଉପସ୍ଥିତ ଥିବା ସମସ୍ତ ପ୍ରଭୁଙ୍କ ଲୋକମାନଙ୍କୁ ମୋର ହୃଦୟ ସହିତ ଖ୍ରୀଷ୍ଟ ପ୍ରେମର ସମସ୍ତଙ୍କୁ ସାଲାମ। ଏବଂ ଆଜି ଯୋଉ ଦୁଃଖ ପରିବାର, ସେ ପରିବାରକୁ ମୋ ହୃଦୟ ସହିତ ପ୍ରଭୁଙ୍କଠାରେ ନିବେଦନ ପ୍ରାର୍ଥନା କି ପ୍ରଭୁ ସେଇ ଦୁଃଖୀ ପରିବାରକୁ ସାନ୍ତ୍ୱନା ଦିଅନ୍ତୁ ଏବଂ ସମ୍ଭାଳନ୍ତୁ। ପ୍ରଭୁଙ୍କ ନାମ ମହିମା ହଉ। ଆସୁ ଏହି ସମୟରେ ଆମେ ବାକ୍ୟ ଆଡ଼କୁ ଯିବା। ଆଜି ଯୋଉ ବାକ୍ୟ ଆସିବାର ଅଛି, ଆମେ ଆଦି ପୁସ୍ତକ ତାର 28 ଅଧ୍ୟାୟ 10 ରୁ ଆମେ 19 ପର୍ଯ୍ୟନ୍ତ ଦେଖିବା ଏବଂ ପ୍ରଥମ ତିମୋଥୀ 3 ର 15 ଦେଖିବା। ଯଦି ହୁଏ ତାହେଲେ ମୁଁ ପାଠ କରିବି, ଟିକେ ପ୍ରସ୍ତୁତ ଅଛନ୍ତି ତ ଭଲ। ଆଇ ୱିଲ୍ ରିଡ୍ ଦ୍ୟାଟ୍। ଓକେ, ଆପଣ ମାନେ ଦୟାକରି ବାକ୍ୟ ପ୍ରତି ଧ୍ୟାନ କରନ୍ତୁ। ଆଦି ପୁସ୍ତକ 28 12 ରୁ 19। ଅନନ୍ତର ଯାକୁବ ବେର୍ସବାରୁ ବାହାରି ହାରାଣାକୁ ଯାତ୍ରା, ପୁଣି ସୂର୍ଯ୍ୟାସ୍ତ ହେବାରୁ ସେ କୌଣସି ଏକ ସ୍ଥାନରେ ଉତରି ରାତ୍ରି କ୍ଷେପଣ କଲା। ପୁଣି ସେହି ସ୍ଥାନର ଖଣ୍ଡିଏ ପ୍ରସ୍ତର ନେଇ ମସ୍ତକ ତଳେ ଦେଇ ନିଦ୍ରା ଯିବା ନିମନ୍ତେ ସେ ସ୍ଥାନରେ ଶୟନ କଲା। ତରି ସେ ସ୍ୱପ୍ନ ଯୋଗେ ପୃଥିବୀରେ ସ୍ଥାପିତ ଗୋଟେ ସୋପାନ ଦେଖିଲା। ତୋର ମସ୍ତକ ଗଗନ ଶ୍ୱାସୀ। ପୁଣି ଦେଖ, ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଅବତରଣ କରୁଅଛନ୍ତି। ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରାହ୍ମର ପରମେଶ୍ୱର ଓ ଇସାକର ପରମେଶ୍ୱର ଅଟୁ। ତୁମେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ତୁମର ବଂଶକୁ ଦେବା। ତୁମର ବଂଶ ପୃଥିବୀର ଧୂଳି ପରି ଅସଂଖ୍ୟକ ହେବେ। ପୁଣି ତୁମେ ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଆଡ଼େ ବୃଦ୍ଧି ପାଇବ। ପୁଣି ତୁମ୍ଭଠାରୁ ଓ ତୁମ ବଂଶ ଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ। ପୁଣି ଦେଖ, ଆମ୍ଭେ ତୁମର ସହାୟ ଅଟୁ। ଆଉ ତୁମ୍ଭେ ଯେଉଁ ସ୍ଥାନକୁ ଯିବ, ସେହି ସ୍ଥାନରେ ଆମ୍ଭେ ତୁମକୁ ରକ୍ଷା କରିବା ଓ ପୁନର୍ବାର ତୁମକୁ ଏହି ଦେଶକୁ ଆଣିବା। କାରଣ ଆମ୍ଭେ ଯାହା ତୁମକୁ କହିଅଛୁ, ତାହା ସଫଳ ନ କରିବା ଯାଏ ଆମ୍ଭେ ତୁମର ପରିତ୍ୟାଗ କରିବା ନାହିଁ। ଅନନ୍ତର ନିଦ୍ରାଭଙ୍ଗ ହୁଅନ୍ତେ ଯାକୁବ ଜାଗ୍ରତ ହୋଇ କହିଲା, ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି, ମାତ୍ର ମୁଁ ଜାଣିଲି ନାହିଁ। ପୁଣି ସେ ଭୀତ ହୋଇ ଆହୁରି କହିଲା, ଏ କିପରି ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ। ଆପଣ ମାନେ ଅଣ୍ଡରଲାଇନ କରନ୍ତୁ, ଏ କି ପ୍ରକାର ସ୍ଥାନ, ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କ ଗୃହ, ଏ ତ ସ୍ୱର୍ଗର ଦ୍ୱାର। ଅନନ୍ତର ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ଉପରେ ସ୍ଥାପନ କରି ତେଣୁ ଉପରେ ତୈଳ ଢାଳିଲା। ଏବଂ ନୂତନ ନିୟମ ଦେଖିବା, ଫାର୍ଷ୍ଟ ତିମୋଥୀ ତାର 3 ର 15। ମାତ୍ର ଯେବେ ମୋର ବିଳମ୍ବ ହୁଏ, ତେବେ ଈଶ୍ୱରଙ୍କ ଗୃହରେ ଅର୍ଥାତ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ୱରଙ୍କ ମଣ୍ଡଳୀ ଅଣ୍ଡରଲାଇନ୍ କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମେ ଜ୍ଞାତ ହୋ, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି। ପ୍ରଭୁ ଏହି ପଠିତ ବାକ୍ୟରେ ଏବଂ ଶ୍ରବଣରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆମେ ତୁମରି ନାମକୁ ଧନ୍ୟବାଦ ଦଉଛୁ। ତୁମରି ବାକ୍ୟକୁ ଅନୁଧ୍ୟାନ କରିବା ପାଇଁ ଯାଉଅଛୁ। ତୁମରି ଆତ୍ମା ଦ୍ୱାରା ମାନଙ୍କୁ ବୁଝିବାକୁ ଦିଅ ଏବଂ ଶୁଣିବାକୁ ଦିଅ, ଏବଂ ତୁମେ ମହିମାନ୍ୱିତ ଏବଂ ତୁମେ ଗୌରବାନ୍ୱିତ। ଯୀଶୁଙ୍କ ନାମରେ ପ୍ରାର୍ଥନା କରୁ, ଆମେନ୍। ଓକେ, ଏହା ଗୋଟେ ଓଲ୍ଡ ଟେଷ୍ଟାମେଣ୍ଟର କାହାଣୀ। ଆପଣ ମାନେ ଜାଣିଛନ୍ତି, ଏଠାରେ ମୁଁ ହାଉସ୍ ଅଫ୍ ଗଡ୍ ଥିମ୍ ଗୋଟେ ଲେଖିଛି, ହାଉସ୍ ଅଫ୍ ଗଡ୍, ପରମେଶ୍ୱରଙ୍କ ଗୃହ, ଏବଂ ନୂତନ ନିୟମରେ ଜୀବିତ ପରମେଶ୍ୱରଙ୍କ ମଣ୍ଡଳୀ। ଦୟାକରି ଆପଣ ମାନେ ଧ୍ୟାନର ସହିତ କଥାକୁ ଶୁଣିବା ପାଇଁ, ବୁଝିବା ପାଇଁ ଚେଷ୍ଟା କରନ୍ତୁ।
ଏହା ଗୋଟେ ଡକ୍ଟ୍ରିନାଲ विषय आम देखा डॉक्ट्रिन सिद्धांत कथा हाउस ऑफ गॉड मोर प्रिय माने बाइबल रो प्रत्येक पुस्तक रे प्रभु यीशु ख्रीस्ट लुकायित भाव अच्छा बाइबल रो समस्त घटनावली रे प्रभु यीशु ख्रीस्ट लुकायित भाव अच्छा आमे जिते बेले प्रभुंकर सानिध्य को जीवा प्रभु कति को जीवा प्रभु ताहा मानकु रिवील करंती जे प्रकार मु जस्ट आपण मानकु रीड करिया को चाहे कि कलसीय 1:17 रु मु पढ़िया को चाहे समस्त विषय सृष्टि हेबा पूर्वरु से अछंती ओ तांकटा समस्त विषय अस्तित्व अछि आ से मंडली रूप शरीर मस्तक स्वरूप से आदि वर्तमान को मध्य प्रथम जात जेपरि समस्त विषय से अग्रणी होती अर्थात सबकिछि तांको द्वारा कारण दृश्य कि अदृश्य स्वर्ग रे पृथ्वी रे समस्त विषय तांको द्वारा सृष्टि हैला सिंहासन की भूपति की आधिपत्य की कर्तापण समस्त तांको द्वारा ओ तांको निमंते सृष्टि होई अछि अर्थात मुठारे कहबाको चाहे कि ख्रीष्ट जीशु बाइबल रो प्रत्येक पुस्तक रो असंती ख्रीष्ट जीशु बाइबल रो प्रत्येक स्टोरी बा घटना रे से अछंती एवं सबुठारे से लुकायित भाव अछंती दिस इज द मिस्ट्री ऑफ द वर्ड ऑफ गॉड प्रभु को यह रहस्य जस्ट मु आपण मान को कहबा को चाहे आदि पुस्तक रा हमें ख्रीष्ट जीशु को देखिबा ही इज द सीड ऑफ वुमन से नारी रो वंश ब्रेथ ऑफ लाइफ जीवन और श्वास ए प्रकार से लुकायित अछंती एवं प्रत्येक सिद्धांत शिक्षार पुस्तक है आदि पुस्तक आपण माने दया कर ध्यान कर शुणु सिद्धांत माने जाको डॉक्ट्रिन बोले कहती एक्सोडस जाको आमे निर्गम बोले कहूँ बा यात्रा पुस्तक कहूँ जीशुख्रीष्ट सेठारे पासओवर लैम्प से पासओवर लैम्प जहाँकि प्रथम करंती 5:7 लेखा अछि क्राइस्ट आवर पासओवर लैम्प इज सैक्रिफाइस्ड से रिडीमर जे कि मुक्ति कर्ता मुक्तदाता जीशुख्रीष्ट लुकायित रखते लिविटिकोस लेवी रे हाई प्रिस्ट महाजाजक एवं परफेक्ट सैक्रिफाइस एवं सिद्ध बलिदान रे हम देखिबा जीशुख्रीष्ट नंबर गणना रे हम देखिबा पिलर ऑफ क्लाउड बाय डे पिलर ऑफ फायर बाय नाइट दिन रे मेघस्तंभ रात्रि अग्निस्तंभ रूप में जीशुख्रीष्ट को हम देखिबा एवं ही इज द परफेक्ट लीडर और से सिद्ध नेता भाव में हम देखिबा एवं deuteronomy व्यवस्था विवरण में हमें देखिबा जीशुख्रीष्ट को इज ए prophet like Moses like Joshua से सिद्ध आउ से भाववादी मूसा परी भाववादी बोली हमें सेठार देखिबा अर्थात ख्रीष्ट जीशु प्रत्येक पुस्तक रे प्रत्येक घटनावली रे से लुकायित भाव अछंती आज जो विषय आमे जाकबों को विषय आमे पढ़िलु एठारे ख्रीष्ट जीशु लुकायित अछंती एठारे ख्रीष्ट जीशु को मंडली रु लुकायित भाव अछि दिस इज द मिस्ट्री ऑफ स्टडीइंग द वर्ड ऑफ गॉड मोर प्रिय माने जस्ट मु आपण मान को बैक करबा पे चाहे परमेश्वर अब्राहम को मनोनीत कले एवं से मेसोपोटामिया उरुतांकु से आनिले टाइग्रिस एंड यूफ्रेटिस दीटा नदीर मझिरे जो स्थान अछि सेटा उर एवं से यूफ्रेटिस को क्रॉस करी बाहरी थिबारु तार नाम हिब्रू बोली दिया गला आपण माने जानि छंती कि नाही कि हिब्रू केमती आसिला हिब्रू नाम केमती आसिला आपण माने जानि छंती कि नाही मु जानि नाही किंतु जस्ट आई वांटेड टू एक्सप्लेन इट से यूफ्रेटिस नदी को क्रॉस करी आसी थिबारु ताकू हिब्रू बोली टाइटल दिया एवं सेई थारु परमेश्वर से तांकरी कार्य को आरंभ करछन देखंतु परमेश्वर अब्राहम को कहले
ତୁମରି ଦେଶ ଜ୍ଞାତି କୁଟୁମ୍ବ ପିତାର ଘରକୁ ଛାଡ଼ିକିରି ବାହାର। ଆଜି ଆମମାନଙ୍କ ପାଖରେ ଆଧାର କାର୍ଡ ନଥିବ ଭୋଟର କାର୍ଡ ନଥିବ ମାନେ ଆଜିର ଦିନରେ ଆମମାନଙ୍କୁ ବଞ୍ଚିବାଟା ବଡ଼ କଷ୍ଟ ହେବ। କିନ୍ତୁ ପ୍ରଭୁ ଅବ୍ରାହମକୁ କହିଲେ ସବୁ ଛାଡ଼ିଦିଅ, ଆଇଡେଣ୍ଟିଫିକେସନ ଆଉ କିଛି ନାହିଁ। ଆଉ ପ୍ରଭୁ ସେଠି ସେ ନିଜର ଆଇଡେଣ୍ଟିଫିକେସନ ଦଉଛନ୍ତି। I will make you a great nation. ଆଉ ତୁମଠାରୁ ରାଜାମାନେ ବି ବାହାରିବେ। ଆଉ ପ୍ରଭୁଙ୍କର ଯୋଉ ଆଇଡେଣ୍ଟିଫିକେସନ ଅବ୍ରାହମକୁ ଦେଲେ, ସବୁ ଛାଡ଼ିଦିଅ, ବାପାଙ୍କର ସବୁ ଛାଡ଼ିଦିଅ, ଗାଁକୁ ଛାଡ଼ିଦିଅ, ଦେଶକୁ ଛାଡ଼ିଦିଅ, ତୁମେ ବାହାରି ଆସ। ସେ ଯେତେବେଳେ ବାହାରିକି ଆସିଲା, ପ୍ରଭୁ ସେ ନିଜର ଆଇଡେଣ୍ଟିଫିକେସନ ଅବ୍ରାହମକୁ ଦେଲେ। ଏବଂ ଆଦି 15ରେ ଅବ୍ରାହମ ଏବଂ ପରମେଶ୍ୱରଙ୍କ ମଧ୍ୟରେ କୋଭେନେଣ୍ଟ। କୋଭେନେଣ୍ଟ ମାନେ ଆପଣମାନେ ଜାଣୁଥିବେ, ତାକୁ ଆମେ କ'ଣ କେମିତି କହିପାରିବା? କୋଭେନେଣ୍ଟ ମାନେ ଦି ଜଣଙ୍କ ବିଷୟରେ ଗୋଟେ ଚୁକ୍ତି ହେଲା, ଏଗ୍ରିମେଣ୍ଟ, ସେଟା ବଳି ହେଲା, ସେଟା ଆପଣମାନେ ଜାଣିଛନ୍ତି। ଏଗ୍ରିମେଣ୍ଟ ମତଲବ ଯେତେବେଳେ କୋଭେନେଣ୍ଟ ହେଲା ମାନେ ଦୁଇ ଜଣ ଏବେ ଏକ ହେଇଗଲେ, ଯେମିତି ବାହା ହେଲା ପରେ ଆଉ ସେ ଦି ଜଣ ଏକ ହେଇଯାଆନ୍ତି। ଆର ଯେତିକି ଆଟା ହବ, ତାର ଯେତିକି ଆଟା ହବ, ମାନେ ଦେयर ୱିଲ୍ ବି ନଥିଙ୍ଗ ଡିଫରେନ୍ସ। ଏବେ ଅବ୍ରାହମ ପରମେଶ୍ୱରଙ୍କର ଗୋଟେ ହେଲା, ଅବ୍ରାହମଙ୍କର ଯାହା ପରମେଶ୍ୱରଙ୍କର, ପରମେଶ୍ୱରଙ୍କର ଯାହା ଅବ୍ରାହମଙ୍କର। ଏବଂ ତାହାକୁ ସେ ଆମେ ଦେଖୁ 15ରୁ 17, 18, 19 ପର୍ଯ୍ୟନ୍ତ ଆମେ ଦେଖୁଛୁ କି ତାଙ୍କୁ ସନ୍ତାନ ନାହିଁ। 100 ବର୍ଷ ହେଲା ପ୍ରଭୁ କହିଲା କି କହିଛନ୍ତି କି ଆଇ ୱିଲ୍ ଗିଭ୍ ଏ ସନ୍। ପିଲାକୁ ଦେଲା, ପିଲାକୁ ଦେଲା ପରେ ପ୍ରଭୁ କ'ଣ କଲେ? ଡିମାଣ୍ଡ କଲେ କି ସେ ପିଲାକୁ ଆକା ମତେ ଦିଅନ୍ତୁ। ଗଡ୍ ୱାଣ୍ଟେଡ୍ ଟୁ ସି କି ଏଗ୍ରିମେଣ୍ଟରେ ପାକ୍କା ଅଛି କି ନାହିଁ। କିନ୍ତୁ ଅବ୍ରାହମର ଯାହା ମୋର, ମୋର ଯାହା ତାହା ଅବ୍ରାହମର। ଆଉ ତାହା ଆମେ ଦେଖୁ ଭେରି ୱାଣ୍ଡରଫୁଲ ଇନସିଡେଣ୍ଟ କି ପିଲାକୁ ନେଇକରି ସେ ବଳିଦାନ କରିବାକୁ ଗଲେ। କାରଣ ଅବ୍ରାହମ ଜାଣିଛନ୍ତି ମୁଁ ଏଗ୍ରିମେଣ୍ଟ କରିଦେଇଛି, ଆଉ ମୋର କିଛି ନାହିଁ, ଯାହା କିଛି ତାଙ୍କର ପରମେଶ୍ୱରଙ୍କର ଆଉ ପ୍ରଭୁ ସେ ଯାହା କର। ତେଣୁକରି ସେ କହିଲେ ତୁମେ ଏଠାରେ ରୁହ, ମୁଁ ଏବଂ ମୋର ପୁଅ ଯାଇକି ଆମେ ପ୍ରଭୁଙ୍କର ଆରାଧନା କରିକି ଆସିବୁ। ଅବ୍ରାହମ ନୋସ୍ ଦ୍ୟାଟ୍ ଏ ଏଗ୍ରିମେଣ୍ଟ। ତେଣୁ ଏଇଟା ଦେଖନ୍ତୁ, ପରମେଶ୍ୱରଙ୍କ ଠାରେ ସବୁ କିଛି ଅଛି, ସେ ପରିତ୍ୟାଗ କରି ଅବ୍ରାହମଙ୍କ ନାମରେ ସେ ନାମିତ ହେଲେ। ତେଣୁ ଅବ୍ରାହମକୁ ପରମେଶ୍ୱର, ବୁଝିପାରିଲେ ଆପଣ ମାନେ? ଅବ୍ରାହମକୁ ପରମେଶ୍ୱର। ଆଜି ପରମେଶ୍ୱରଙ୍କୁ ଜାଣିବାକୁ ହେଲେ ଅବ୍ରାହମକୁ ପରମେଶ୍ୱର, କାରଣ ଏଗ୍ରିମେଣ୍ଟ ହେଇଯାଇଛି ଏବଂ ସେ ଏଗ୍ରିମେଣ୍ଟ ଆଜି ପର୍ଯ୍ୟନ୍ତ ଅଛି। ଆମମାନଙ୍କ ଆମେ ଅବ୍ରାହମଙ୍କ ସନ୍ତାନ ହେଲୁ। ତେଣୁକରି ଗଡ୍ ଇଜ ଫେଥଫୁଲ ଇନ୍ ହିଜ ଏଗ୍ରିମେଣ୍ଟ। ବୁଝିପାରିଲେ ଆପଣ ମାନେ? ଓକେ, ଏନିହାଉ ସେଟା ଆଉ ଗୋଟେ ଷ୍ଟୋରୀ, ଏ ଷ୍ଟୋରୀକୁ ଆସିବା। ଏଠାରେ ଏସୋ ଏବଂ ଯାକୋବ, ଏଠାରେ ବ୍ଲେସିଂ ବିଷୟ ଆପଣମାନେ ଜାଣିଛନ୍ତି। ସେ ନିଜର ଭାଇର ଡ୍ରେସକୁ ନେଇକି ବାପା ପାଖକୁ ଗଲା, ବାପା ତାର ଡ୍ରେସକୁ ସେ ଶୁଙ୍ଗିଲା, ଶୁଙ୍ଗିକିରି ଆଶୀର୍ବାଦ କଲା, ସେଟା ଗୋଟେ ଅନ୍ୟ ବିଷୟ। ଆମେ ଏ ବିଷୟ କହିବା। ଏଠାରେ ଆମେ ଦେଖିବା କି ଯାକୋବ ଗୋଟେ ଡିସିଭର, ତାର ନାମ ହଉଛି ଡିସିଭର, ପ୍ରବଞ୍ଚକ। ଏବଂ ସେ ଯେତେବେଳେ ସେ ଆଶୀର୍ବାଦ ପ୍ରାପ୍ତ ହେଲା, ଘର ମଧ୍ୟରେ ଗୋଟେ ଅଶାନ୍ତି ହେଲା, ତାଙ୍କ ମା କହିଦେଲା କି ବାବୁ ତୁ ଏଇଟା ରହୁନା, ତୁ ତୋ ମାମା ଘରକୁ ପଳେଇ ଯା। है ना, पादन आराम बोलिकर ଆମେ ଦେଖୁ, ଯାହାକି 400 ମାଇଲ। ଆଉ ସେ ଦମସ୍କସ୍, ଏବେ ବର୍ତ୍ତମାନ ଦମସ୍କସ୍ ହାଇୱେ ଅଛି, ସେ ଦେଇକିରି ସେ ସିରିଆକୁ ଯିବ। ସେଟା ହଉଛି ସିରିଆ, ବର୍ତ୍ତମାନ ଯୁଗରେ ସିରିଆ। ସେ ଗଲା ବେଳକୁ ରାସ୍ତାରେ ଏ ଇନସିଡେଣ୍ଟ ଘଟିଛି, ଆମେ ଏବେ ଏବେ ପାଠ କଲୁ। ମୁଁ ଗୋଟେ ଜଷ୍ଟ ଗୋଟେ କଥା କହିବାକୁ ଚାହୁଁଛି। ଯେତେବେଳେ ଆମେ ଭୁଲ କରୁ ବା କଷ୍ଟ ହୁଏ, ଆମେ ଘର ଛାଡ଼ିକିରି ଅନ୍ୟ ଜାଗାକୁ ଯାଇଥାଉ, ସେ ସମୟରେ ଆମକୁ ଡର ଭୟ ଜଣା ନଥାଉଛି। ରାତି ହଉ ଅନ୍ଧାର ହଉ ଆମେ ଚାଲିକି ଯାଇଥାଉ। ଯୋଉମାନେ ଇନସିଡେଣ୍ଟର ମୁକାବିଲା ହେଇଛନ୍ତି ସେମାନେ ବୁଝିପାରିବେ ଏ କଥା ଯାକ। ମାନେ କିଛି ଗୋଟେ ଭୁଲ ହେଇଗଲା, କିଛି ଗୋଟେ ଆଘାତ ଆସିବ, ଆଉ ସେଠୁ ବଞ୍ଚିବା ପାଇଁ ଆମେ ସେ ସ୍ଥାନ ଛାଡ଼ିକି ଆମେ ଯିବା। ଯାହା ବି କେତେ ବି କ'ଣ ବି ସ୍ଥାନ ହଉ, ନିଜର ଜୀବନକୁ ବଞ୍ଚିବା ପାଇଁ ଆମେ ଯେତେବେଳେ ଯାଉଛୁ, ତାର ସେ ଏକ୍ସପିରିଏନ୍ସ ଗୋଟେ ଅଲଗା ଏକ୍ସପିରିଏନ୍ସ, ଯାହାକି ଆମକୁ ନିଦ ଆସିବ ନାହିଁ, ନିଦ ଆସିବେ ନାହିଁ। ଆଉ ଆମ ମଧ୍ୟରେ ଅଛନ୍ତି କେତେ ଲୋକ, ମଝିରେ ଆମ ପୁରୁଷ ଗହଳି ହେଇଥିଲା, ଗାଁ ଛାଡ଼ିକି ବାହାରେ ବି ଥିଲେ, ସେଟା ଯାକ ମୁଁ ଜାଣିଛି। ଦ୍ୟାଟ୍ ୱାଜ୍ ଏ ଭେରି ଭେରି ଟଫ୍ ଟାଇମ୍।
ଓକେ, ହେଲେ ଯାକୁବ ଯୋଉ ସମସ୍ୟା କରିକି ଗଲା, ସେ ହତାଶ ହେଇଗଲା। ଏବେ ପଛକୁ ମା ବାପାକୁ ଛାଡିଛି, ଆଗକୁ ସେ କୋଉଠିକୁ ଯିବ ଜାଣିପାରୁନି, ମାମା ଘରକୁ ଯିବ କିନ୍ତୁ କେବେ ଯାଇନାହିଁ, ସେ ରାସ୍ତାରେ ଅଛନ୍ତି। ଆଉ ସେ ଦୁଃଖରେ ସମଟାଇମ ଟେନସନରେ ସେ ପଡିଛନ୍ତି, ଗୋଟେ ପଥର ନେଇକି ଶୋଇଛନ୍ତି। ହଠାତ୍ ତାକୁ ଗୋଟେ ନିଦ ଲାଗିଲା। ନିଦ ଲାଗୁ ଲାଗୁ ସେ ଗୋଟେ ସ୍ୱପ୍ନଟାକୁ ଦେଖିଲା। ଗୋଟେ ସ୍ୱପ୍ନକୁ ଦେଖିଲା କି ଭୟଙ୍କର ସ୍ୱପ୍ନ। ଇଟ୍ ୱାଜ ଦ ପ୍ଲାନ୍ ଅଫ ଗଡ୍। ଏଇଟା ପ୍ରଭୁଙ୍କର ଯୋଜନା। କାରଣ ସେ ଅବ୍ରାହ୍ମଙ୍କ ଠାରେ ସେ ପ୍ରମିସ କରିଛନ୍ତି, ଇସାକଙ୍କ ଠାରେ ପ୍ରମିସ କରିଛନ୍ତି। ଏବେ ଯାକୁବଙ୍କ ସହିତ ସେ ପ୍ରମିସକୁ କଣ୍ଟିନ୍ୟୁ କରିବାର ଅଛି। ଆଉ ସେ ସ୍ୱପ୍ନ ଆମେ ପଢିଲୁ ଏବେ। ସେ ହଠାତ୍ ଗୋଟେ ଦେଖିଲେ କି ସ୍ୱର୍ଗ ଗୋଟେ ଉନ୍ମୁକ୍ତ ହେଲା। ଗୋଟେ ସୋପାନ ବୋଲି ଅଛି ଓଡିଆ ବାଇବେଲରେ, ଇଂଲିଶ ବାଇବେଲରେ ଲେଡର ବୋଲି ଅଛି, ଆଉ କୋଉ ଟ୍ରାନ୍ସଲେସନରେ ଷ୍ଟରକେସ୍ ବୋଲିକିରି ଅଛି। ଆଉ ମୁଁ ଏଇଟା ଖୋଜିଲି, ଆଉ ଅଛି କି ଆମ ଭାଷାରେ ଆମେ ଲିଶୁଣି ବୋଲୁଛୁ, କିନ୍ତୁ ଗୋଟେ ଏଇ ଜାଗାରେ ଏକା ସେ ଲିଶୁଣି ବିଷୟରେ ଲେଖା ଅଛି, ଆଉ ବାଇବେଲର କୋଉ ଜାଗାରେ ଲେଖା ହେଇନି। ସେଇଟା ବି କାହିଁକି ମୁଁ କହିବି ଆପଣଙ୍କୁ। ଓକେ, ଆଉ ସେ ଯେତେବେଳେ ଦେଖୁଛନ୍ତି ସ୍ୱର୍ଗ ଉନ୍ମୁକ୍ତ ହେଲା, ଆଉ ସୋପାନ ମାନେ ସିଡିଟା ଲାଗିଛି, ଦୂତମାନେ ବୁଲଉଛନ୍ତି, ଦୂତମାନେ ଯାଉଛନ୍ତି। ଆଉ ଦେଖିଲା କି ସେ ଉର୍ଦ୍ଧ୍ୱରେ ପରମେଶ୍ୱର ଅଛନ୍ତି, ଏବଂ ସେ ନିଦ୍ରା ଭାଙ୍ଗିକିରି ଦେଖିଲା କି ନିଶ୍ଚିତ ଏଠାରେ ପରମେଶ୍ୱର ଅଛନ୍ତି। ଏହା ଗୋଟେ ଭୟାନକ ଜାଗା ଅଟେ, ଏବଂ ଯୋଉ ପଥରକୁ ସେ ତକିଆ କରୁଥିଲେ, ସେ ପଥରକୁ ନେଇକରି ସେ ସ୍ତମ୍ଭ କଲେ। ସ୍ତମ୍ଭ କରିକିରି ସେ ତୈଳ ଉପରେ ଢାଳିଲେ। ଏହା ଗୋଟେ ପିକ୍ଚର, ଏହା ଗୋଟେ ଘଟଣା ପ୍ରଭୁ ଫ୍ୟୁଚର ବିଷୟରେ କହିବା ପାଇଁ ଚାହୁଁଛନ୍ତି। ତାହା ଆମେ ଦେଖିବା, ଗୋଟେ ଗୋଟେ କରି ଦେଖିବା। ଏଠାରେ ଦେଖୁଛୁ କି Jehovah is top priority. Jehovah is top priority। 28-13 ଲେଖା ଅଛି। ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ। ଆଉ 16 ଲେଖା ଅଛି, ଅନନ୍ତର ନିଦ୍ରାଭଙ୍ଗ ହୁଅନ୍ତେ ଯାକୁବ ଜାଗ୍ରତ କହିଲା, ଅବଶ୍ୟ ଏଇ ସ୍ଥାନରେ ସଦାପ୍ରଭୁ ଅଛନ୍ତି। ଏବଂ ସେ ସ୍ଥାନର ନାମ ବେଥେଲ ବୋଲିକିରି ନାମ ଦେଲା। ମନେ ରଖନ୍ତୁ, ବେଥେଲ, ହାଉସ ଅଫ ଗଡ୍। ଆଉ ତା ପୂର୍ବରୁ ସେ ନାମ ଥିଲା ଲୁଜ। ଲୁଜ ଏ ନାମର ବିଷୟରେ ବି ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି। ଟିକେ ଆପଣମାନଙ୍କୁ ଏଇ ପ୍ରଚାରଟା ନାହିଁ, ଟିକେ ଶିକ୍ଷା ମାଧ୍ୟମରେ ମୁଁ କହୁଛି। ଟିକେ ଆପଣମାନଙ୍କୁ ଟିକେ ଅବାଗିଆ ଲାଗିବ, ଟିକେ ଭଲ ଲାଗିବ ନାହିଁ, ରୋମାଞ୍ଚକ ଲାଗିବ ନାହିଁ, କିନ୍ତୁ ସତ୍ୟଟାକୁ ଆପଣ ମାନେ ଜାଣିପାରିବେ। ଓକେ, ଏଠାରେ ଆମେ ଦେଖିବା କି Yehovah is top exalted one। ସବୁ ଉପରେ ସଦା ପ୍ରଭୁ ପରମେଶ୍ୱର ଅଛନ୍ତି। ମୋର ପ୍ରିୟ ମାନେ, ଏଠାରେ ଯୋଉ ବେଥେଲ ହାଉସ ଅଫ ଗଡ୍ ଏବଂ ନୂତନ ନିୟମରେ ହାଉସ ଅଫ ଲିଭିଂ ଗଡ୍ ହଉଛି ମଣ୍ଡଳୀ। ମୋର ପ୍ରିୟ ମାନେ, ହାଉସ ଅଫ ଲିଭିଂ ଗଡ୍ ଇଜ ମଣ୍ଡଳୀ। ଟିକେ ଶୁଣନ୍ତୁ ଭଲ ଭାବରେ, ମଣ୍ଡଳୀର ବିଷୟ ମୁଁ ଆପଣ ମାନଙ୍କୁ କହିବାକୁ ଚାହୁଁଛି। ମଣ୍ଡଳୀ ତାହା ନୁହେଁ ଯୋଉ ଇଟା ପଥର ସିମେଣ୍ଟ କାନ୍ଥରେ ହେଇଛି, ଆଉ ଉପରକୁ ଲମ୍ବା ହେଇ ଗୋଟେ କୃଷ ଅଛି, ଆଉ ଲାଇଟ ଫାଇଟ ହେଇଛି, ସେଇଟା ଚର୍ଚ୍ଚ ନାହିଁ। କ୍ଷମା କରିବେ, ସେଇଟା ଚର୍ଚ୍ଚ ନାହିଁ। ବାଇବେଲ ନଟ୍ ସପୋର୍ଟିଂ ଦ୍ୟାଟ୍। ଚର୍ଚ୍ଚ ତାର ୱାର୍ଡ, ଗ୍ରୀକ ୱାର୍ଡ ଆଉ ବାଇବଲିକାଲ ୱାର୍ଡରେ ଏକ୍ଲେସିଆ। ମନେ ରଖନ୍ତୁ ଏ ଶବ୍ଦକୁ, ଏକ୍ଲେସିଆ। ଏକ୍ଲେସିଆର ଅର୍ଥ କଲ୍ଡ ଆଉଟ ଗ୍ରୁପ, ସେପାରେଟେଡ ୱାନ୍। ଯୋଉମାନେ ଜଗତରୁ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମାର୍ଜିତ ହୋଇ ପୃଥକ ହେଇଛନ୍ତି, ସେମାନଙ୍କର ସମିଷ୍ଟି ଯେତେବେଳେ ହୁଏ, ତାହା ହଉଛି ଚର୍ଚ୍ଚ। ସେଇଟା ହଉଛି ଦ ହାଉସ ଅଫ ଲିଭିଂ ଗଡ୍ ଚର୍ଚ୍ଚ। ଆପଣ ମାନେ ଦୟାକରି ଧ୍ୟାନ ଶୁଣନ୍ତୁ ଏ କଥା। ଟିକେ ନାଇଁ, ଯଦି ଭଲରେ ଶୁଣି ପାରିବେ ନାହିଁ, ବୁଝାମଣା ଖରାପ ହବ, ଆଉ ଭୁଲ ଚିନ୍ତା ହବ। ଜଷ୍ଟ ମୁଁ ପଛକୁ ନେବାକୁ ଚାହୁଁଛି। ଯେତେବେଳେ ପରମେଶ୍ୱର ମିଶରରେ ଇସ୍ରାଏଲ ଲୋକମାନଙ୍କୁ ପୃଥକ କଲେ, 12 ଅଧ୍ୟାୟରେ ସେ ଲେମ୍ ମେଷକୁ ମାରିକିରି ରକ୍ତ ଦ୍ୱାରା ସେମାନଙ୍କୁ ବାହାରକୁ ଆଣିଲେ। ଅର୍ଥାତ୍
ମିଶର ବର୍ତ୍ତମାନ ଯୁଗର ନିଦର୍ଶନ। ସେ ବାହାରକୁ ପ୍ରମିସ୍ ଲ୍ୟାଣ୍ଡକୁ ନେବା ପାଇଁ ଇସ୍ରାଏଲ ଲୋକମାନଙ୍କୁ ଆଣିଲେ। ଆଜି ଆମେ ଯେତେ ଲୋକ ପ୍ରଭୁଙ୍କ ରକ୍ତ ଦ୍ୱାରା ମାର୍ଜିତ ହେଇଛୁ, ଯୀଶୁଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛୁ ଏବଂ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଛୁ, ଯେତେବେଳେ ଆମେ ଏକତ୍ର ହଉଛୁ ସେଇଟା ହଉଛି ଚର୍ଚ୍ଚ। ଆମେ ଯେକୌଣସି ଜାଗାରେ ବି ଆମେ ଏକତ୍ର ହେଇପାରିବା, ସେଟା ହଉଛି ଚର୍ଚ୍ଚ ଆକର୍ଡିଂ ଟୁ ଦ ବାଇବଲ, ଯାହାକି ମୁଁ ବିଶ୍ୱାସ କରେ, ଯାହାକି ମୁଁ ପ୍ରାକ୍ଟିସ କରେ। ଓକେ, এই ଚର୍ଚ୍ଚର ଫାର୍ଷ୍ଟ ପ୍ରାୟୋରିଟି ଯୀଶୁଖ୍ରୀଷ୍ଟ, ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର, ପବିତ୍ର ଆତ୍ମା ପରମେଶ୍ୱର। ତେଣୁକରି ଏଫିସିଆ 5:23 ଲେଖା ଅଛି, କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ। ଏଠାରେ ଯାକୁବ ଦେଖୁଛନ୍ତି, ଏଠାରେ ସର୍ବୋପରିରେ ପରମେଶ୍ୱର ଅଛନ୍ତି। ନୂତନ ନିୟମ ମଣ୍ଡଳୀରେ ସର୍ବୋପରିରେ କିଏ? ଖ୍ରୀଷ୍ଟ ଯୀଶୁ ହିଁ ମସ୍ତକ ସ୍ୱରୂପ ହେବାର ଅଛି। ଏବଂ କଲସି 1:12-18 ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟ ଅସ୍ତିତ୍ୱ ଅଛି। 18 ଲେଖା ଅଛି, ଆଉ ସେ ମଣ୍ଡଳୀ ରୂପ ଶରୀର ମସ୍ତକ ସ୍ୱରୂପ, ସେ ଆଜି ସେ ଶରୀର ରୂପ ମଣ୍ଡଳୀର ମସ୍ତକ ସ୍ୱରୂପ, ଅର୍ଥାତ୍ ଆମମାନଙ୍କ ଏକତ୍ରରେ ସେ ମସ୍ତକ ସ୍ୱରୂପ ହେବାର ଅଛି। କିନ୍ତୁ ଆଜି ମତେ ବେଶୀ ଦୁଃଖ ଲାଗେ, ମୁଁ ସେ ଇତିହାସ ଯାକ ବି ଲାଷ୍ଟ ଟାଇମ କହିଥିଲି, ଏବେ ବି କହିବାକୁ ଚାହୁଁଛି, କିନ୍ତୁ ଆମେ ଯୋଉ ଚର୍ଚ୍ଚ, ସୋ କଲ୍ଡ ଚର୍ଚ୍ଚ, ସେଟା ପ୍ରଭୁର ମସ୍ତକ ଆମେ ଦେଖୁନୁ। କିଏ ଜଣେ ଟାର୍ଗେଟ ବଲ୍ ପକେଇକିରି ଗୋଟେ ଅଲଗା ଚେୟାରରେ ବସିଛି, ଯିଏକି କଣ୍ଟ୍ରୋଲ କରୁଛି। କିଛି ଲୋକମାନେ କଣ୍ଟ୍ରୋଲ କରୁଛନ୍ତି, ଆପଣମାନେ ଭୁଲ ବୁଝନ୍ତୁ ନାହିଁ। ସମଗ୍ର ଜଗତରେ ଏ ପ୍ରକାର ଚାଲିଛି, କିନ୍ତୁ ପ୍ରଭୁଙ୍କ ଘରରେ ଯାକୁବ ଦେଖୁଛନ୍ତି ସର୍ବୋପରିରେ ପରମେଶ୍ୱର ଅଛନ୍ତି। ଆଜି ମଣ୍ଡଳୀରେ ସର୍ବୋପରିରେ ଖ୍ରୀଷ୍ଟ ଯୀଶୁ, ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର, ପବିତ୍ର ଆତ୍ମା ପରମେଶ୍ୱର ହେବା ଆବଶ୍ୟକତା। ଆପଣ ମାନେ ବୁଝିପାରିଲେ ଏ କଥାଟା? ଏ ଭୟାନକ ସ୍ଥାନ, ସେ ନିଦ୍ରାର ଜାଗିକିରି କହିଲା, ଇଟ୍ ଇଜ ଏ ଟେରିବଲ ପ୍ଲେସ, ଫିୟରଫୁଲ ପ୍ଲେସ, ଭୟାନକ ସ୍ଥାନ। ମୋର ପ୍ରିୟ ମାନେ, 17ରେ ଲେଖା ଅଛି, 28-17 ଲେଖା ଅଛି, ପୁଣି ସେ ଭିତରେ ଆହୁରି କହିଲା, ଏ କିପରି ଭୟାନକ ସ୍ଥାନ, ଏ କିପରି ଭୟାନକ ସ୍ଥାନ, ଭୟାନକ ମାନେ ସେ ଡରିଲା, ତାକୁ ଡର ଲାଗିଲା। ଦ ଫିଲିଂ ହ୍ୟାଜ କମ୍, କାରଣ ପ୍ରଭୁଙ୍କ ଉପସ୍ଥିତି ଗୋଟେ, ସବୁ ଉପସ୍ଥିତି ମଧ୍ୟରୁ ଗୋଟେ ଅନ୍ୟତମ। ଯୋଉମାନେ ଉପସ୍ଥିତିକୁ ଅନୁଭବ କରିଛନ୍ତି ସେମାନେ ବୁଝିପାରିବେ, କାରଣ ଯେତେବେଳେ ପ୍ରଭୁଙ୍କର ଉପସ୍ଥିତିକୁ ଆମେ ଦେଖିବା, ଆମ ଆଖି ଦେଇ ଲୁହ ଗଡ଼ିବ, ମୁହଁ ବି ଖୋଲିବ ନାହିଁ, ଏବଂ ଗୋଟେ ଅର୍ଦ୍ଧନାଦର ଗୋଟେ ଫିଲିଂ ଗୋଟେ ହେବ। ଯୋଉମାନେ ସେଟା ଅନୁଭବ କରୁଛନ୍ତି ସେମାନେ ବୁଝିପାରିବେ, ଅନ୍ୟମାନେ ବୁଝିପାରିବେ ନାହିଁ କି ସେ ଏଇ ସ୍ଥାନ ବୋଲିକିରି ଯାକୁବ ଏ ବିଷୟକୁ ଜାଣେ। ଇଟ୍ ଇଜ ଅ ହୋଲି ପ୍ଲେସ, ଭୟାନକ ସ୍ଥାନ। ଏହା କିପରି ଭୟାନକ ସ୍ଥାନ? କାରଣ ଯୋଉଠାରେ ପ୍ରଭୁଙ୍କର ଉପସ୍ଥିତି ରହେ, ସେ ପବିତ୍ର, ସେ ଧର୍ମମୟ। ଗୀତ ସଂହିତା 11:4 ବି ଆପଣ ମାନେ ଦେଖିପାରିବେ, ସଦାପ୍ରଭୁ ଆପଣ ପବିତ୍ର ମନ୍ଦିରରେ ଅଛନ୍ତି। 47:8 ଲେଖାଛି, ପରମେଶ୍ୱର ଆପଣ ପବିତ୍ର ସିଂହାସନରେ ଉପସ୍ଥିତ, ଏବଂ ଅନେକ ବିଷୟ ଅଛି। ଏବଂ ଆପଣା ଚତୁର୍ଦିଗସ୍ଥ ସମସ୍ତ ଉପରୁ ଭୟ ଯୋଗ୍ୟ। ଗୀତ ସଂହିତା 89:7, ଆପଣ ଚତୁର୍ଦିଗସ୍ଥ ସମସ୍ତ ଉପରେ ସେ ଭୟ ଯୋଗ୍ୟ, ଭୟ ଯୋଗ୍ୟ। ଏଇଟାର ଭୟ ଯୋଗ୍ୟ ରେଭରେଣ୍ଡ ବୋଲିକି ଆସିଛି ନାମ, କେବଳ ପରମେଶ୍ୱର ହିଁ ଭୟ ଯୋଗ୍ୟ। ମୁଁ ରେଭରେଣ୍ଡ ଲେଖିଦେଲେ ମୁଁ ଭୟ ଯୋଗ୍ୟ ନାହିଁ, এটা ବିବ୍ଲିକାଲ ସପୋର୍ଟ ନାହିଁ, କ୍ଷମା କରିବେ। ଏବଂ ଗୀତ ସଂହିତା 111:9, ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ, ତାଙ୍କ ନାମ ପବିତ୍ର ଏବଂ ଆଦରଣୀୟ। ମନେ ରଖନ୍ତୁ ଏ କଥାକୁ, क्योंकि परमेश्वर ही रेवरेंट, से ही भय योग्य, से कथा से देखले। ଯେମିତିକି ଆମେ ଲୋକ 5:8 ଦେଖିବା କି ପିତର ମାଛ ପକେଇଲା ପରେ ମାଛ ଆସିଲା, ସେ ଯୀଶୁଙ୍କୁ ଦେଖିକିରି ବସ୍ତ୍ର ଉଲ୍ଲଂଘନ ହେଇକିରି, ପ୍ରଭୁ ମୋ ଠାରୁ ତୁମେ ଦୂରେଇ ଯାଅ। ତାର ଅର୍ଥ ସେ ଆଦର କଲା, ସେ ପବିତ୍ରତାକୁ ସେ ବୁଝିପାରିଲା। ତ
ଆମ ମଣ୍ଡଳୀରେ ଆମ ଚର୍ଚ୍ଚରେ ପ୍ରଭୁ ଯେ ଭୟଯୋଗ୍ୟ ଏବଂ ସେ ପବିତ୍ରତା ଆମେ ଅନୁଭବ କରିବାର ଅଛି। ଯେତେବେଳେ ଆମେ ବିଶ୍ୱାସୀ ଲୋକମାନେ ଏକତ୍ର ହଉଛୁ, ପ୍ରଭୁ ଆମ ସର୍ବପରିଧି ଏବଂ ସେ ଆମମାନଙ୍କ ମଧ୍ୟରେ ଅଛନ୍ତି, ତାଙ୍କର ପବିତ୍ରତାକୁ ଆମେ ଅନୁଭବ କରିବା। କିନ୍ତୁ ଆଜି ବହୁତ ଦୁଃଖ କଥା, ମୁଁ ଆପଣମାନଙ୍କୁ ବିନତି କରି କହୁଛି, ଏବେ ଆମମାନଙ୍କୁ ଲୋକମାନେ ଖ୍ରୀଷ୍ଟିଆନ ବୋଲି ଏବେ କହିବେ ନାହିଁ। ମନେ ରଖନ୍ତୁ, 5 କି 10 ବର୍ଷ ଗଲେ ଖ୍ରୀଷ୍ଟିଆନ ଲୋକମାନେ ବୋଲବେ ନାହିଁ। ଲୋକମାନେ ଆମମାନଙ୍କୁ କହିବେ ସମ୍ପ୍ରଦାୟ ଲୋକ। ସମ୍ପ୍ରଦାୟ ଲୋକ କେମିତି ସମ୍ପ୍ରଦାୟ ଲୋକ? ଗୋଟେ ଶାଢୀ ପିନ୍ଧବା ଲୋକ, ଗୋଟେ ୟୁନିଫର୍ମ ଯାକ ହେବେ, ଯୋଉଟା କି ଚର୍ଚ୍ଚ ଭିତରେ ପୁରଉଛୁ ଆମେ। ଏଇଟା ଆମର ଆଖି ଆଗକୁ ଭଲ ଲାଗେ, କାରଣ ଆପଣ ମାନେ ଦେଖିବେ ଲେବିଟିକୋସ୍ 2 ଅଧ୍ୟାୟରେ କି ପ୍ରଭୁ ବଳିଦାନ ଆଣ, ବଳିଦାନ କରିବାକୁ କହିଲା, କିନ୍ତୁ ମଧୁ ହନିକୁ ମିଶେଇବାକୁ କହିଲା ନାହିଁ। ହନି ହନି ହନିକୁ ମିଶେଇବାକୁ କହିଲା ନାହିଁ। ଆମେ ତ ପ୍ରଭୁଙ୍କ ମନ୍ଦ ଅଛୁ, ପ୍ରଭୁଙ୍କ ସାନ୍ନିଧ୍ୟରେ ଅଛୁ, ମଣିଷର ଜ୍ଞାନ ବୁଦ୍ଧିର କଥା ଆମେ ସେଇଟା କରିବାକୁ ହବନି। ବାକ୍ୟ ଯାହା କହେ ତାହା ହିଁ କରିବାକୁ ହବ, ବାକ୍ୟ ଯାହା ମନା କରେ ତାହା ମନା କରିବାକୁ ହବ। କିନ୍ତୁ ଆଜିର ପରିସ୍ଥିତି, ଖ୍ରୀଷ୍ଟିଆନର ପରିସ୍ଥିତି ଯୋଉଟା ବିବ୍ଲିକାଲ ନାହିଁ, ସେଇଟା ସବୁ ଆଘ୍ରାଣ କରୁଛି। ଏବେ ମଣ୍ଡଳୀକୁ ଯାଉଛୁ, ପବିତ୍ରତା ଆମକୁ ଫିଲିଂ ଲାଗୁନାହିଁ। କ୍ଷମା କରିବେ ଆପଣ ମାନଙ୍କୁ। ଏବେ ମଣ୍ଡଳୀକୁ ଯାଉଛୁ, ଗୋଟେ ଷ୍ଟାଡିୟମରେ ବସି ଖେଳ ଦେଖୁଛୁ ପରେ ଲାଗୁଛି। ଏବେ ମଣ୍ଡଳୀକୁ ଯାଉଛୁ, ଆମେ ମାର୍କ ଦେବା ପାଇଁ, ଭଲ ଗୀତ ଗାଇଲା ବୋଲି ମାର୍କ ଦେବା ପାଇଁ, ଆଉ ସେ ଭଲ ପ୍ରଚାର କଲା ବୋଲି ମାର୍କ ଦେଲା ପରେ ଆମମାନଙ୍କୁ ଲାଗୁଛି ମାନେ वी आर लूजिंग आवर होलीनेस। ଏଠାରେ ଯାକୋବ ଏହା ଭୟାନକ ଜାଗା, ଅର୍ଥାତ୍ he understood the presence of God and his holiness and his righteousness। ଏଠାରେ ସେ ପ୍ରଭୁଙ୍କର ସେ ପବିତ୍ରତାକୁ ସେ ଅନୁଭବ କରିପାରିଲା। ଏଠାରେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ରତାକୁ ମଣ୍ଡଳୀରେ ଆମେ ଅନୁଭବ କରିବାକୁ ହବ, କିନ୍ତୁ ଆଜି ସେ ନାହିଁ। ଓକେ, ତାହା ଗଲା। ତାପରେ ଆମେ ଦେଖିବା କି ଲାଡର। ଲାଡର ମାନେ ଓଡ଼ିଆରେ ତାକୁ କୁହାଯାଇଛି ସୋପାନ। ଇଂଲିଶ ବାଇବେଲରେ ଲାଡର ବୋଲି ଲେଖାଯାଇଛି, ଆଉ କୋଉ ବାଇବେଲରେ ଷ୍ଟେୟାରକେସ୍ ବୋଲି ଲେଖାଯାଇଛି। ଆମେ ବୁଝିବାକୁ ଗଲେ ପାଉଁଛ ପରେ ପାଉଁଛ, ପାଉଁଛ ପରେ ପାଉଁଛ, ପାଉଁଛ ପରେ ପାଉଁଛ, ଆଉ ସେ ସ୍ୱର୍ଗରୁ ଧରତି ଏଇ ଦୁନିଆକୁ ଲାଗିଛି। ସେଟା ସେ ଦେଖୁଛନ୍ତି ଏବଂ ସେଠାରେ ସ୍ୱର୍ଗଦୂତ ମାନେ ଆସୁଛନ୍ତି, ସ୍ୱର୍ଗଦୂତ ମାନେ ଯାଉଛନ୍ତି, ସେଟା ସେ ଦେଖୁଛନ୍ତି, ଯାହାକି 28:12 ଲେଖା ଅଛି। ଆପଣ ମାନେ ଦେଖିପାରିବେ 28:12। ତହିଁରେ ସେ ସ୍ୱପ୍ନ ଯୋଗେ ପୃଥିବୀରେ ସ୍ଥାପିତ ଗୋଟେ ସୋପାନ ଦେଖିଲା, ତୋର ମସ୍ତକ ଗଗନ ସ୍ପର୍ଶୀ। ପୁଣି ଦେଖ, ତାହା ଦେଇ ପରମେଶ୍ୱରଙ୍କର ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି। what a wonderful things। ଏହା ଗୋଟେ କେମିତି କଥା, ଏଇଟା ଗୋଟେ କି ଲେଡର, ଯୋଉ ଲେଡର ବୋଲିକିରି ମୁଁ ବାଇବେଲର କୋଉ ଜାଗାରେ ଅଛି କି ବୋଲି ଖୋଜିଲି, ମିଳି ନାହିଁ। ଏ ଗୋଟେ ଜାଗାରେ ଏକା ଲେଖା ଅଛି ଲେଡର, ମାନେ ଆମର ଭାଷାରେ ଲିଶୁଣି, ଗୋଟେ ଜାଗାରେ ଅଛି। ହେଲେ କାହିଁକି ଏଇଟା ଏମିତି କି? क्योंकि ନୂତନ ନିୟମରେ ଦେଖିବା କି ପ୍ରଥମ ତିମୋଥୀ ତାର 2:5, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ ଜଣେ ମଣିଷ। ବୁଝିପାରିଲେ ଆପଣ ମାନେ? ଟିକେ ଭଲରେ ଶୁଣିଲେ ହିଁ ବୁଝିପାରିବେ, ଟିକେ ବାକ୍ୟଟା ଅଗବାକ୍ୟା ଲାଗିବ। ଏଠାରେ ଲ୍ୟାଡର ଅଛି, ଏଠାରେ ଲିଶୁଣି ଅଛି, ଯାହାକି ସ୍ୱର୍ଗକୁ ପୃଥିବୀକୁ ଯୋଡ଼ିଛି, ଏବଂ ଆଉ ଲିଶୁଣି ଆଉ ବାଇବେଲରେ ଦେଖାଯାଉନାହିଁ। ଏଠାରେ ନୂତନ ନିୟମରେ ଆମେ ଦେଖିବା ପ୍ରଥମ ତିମୋଥୀ 2:5, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ ଜଣେ ମଣିଷ। ଅର୍ଥାତ୍ ଏଠାରେ ଯୀଶୁଖ୍ରୀଷ୍ଟ ହିଁ ପଥ, ସତ୍ୟ, ଜୀବନ। ଯୀଶୁଖ୍ରୀଷ୍ଟ କହିଲେ 14 କି ମୋ ଦ୍ୱାରା କେହି ପିତାଙ୍କ ନିକଟକୁ ଯାଇପାରିବେ, ମୋ ଦ୍ୱାରା ହିଁ ପିତାଙ୍କ ପାଖକୁ। ଅର୍ଥାତ୍ ଜଗତରେ କେତେ ଧର୍ମ, କେତେ କିସ୍ ଅଛି, କିନ୍ତୁ କେହି ବି ପରମେଶ୍ୱରଙ୍କ ପାଖକୁ ଯାଇପାରିବେ ନାହିଁ। ପ୍ରଭୁଙ୍କ ପରମେଶ୍ୱରଙ୍କ ପାଖକୁ ଯିବା ପାଇଁ କେବଳ ଖ୍ରୀଷ୍ଟ ଯୀଶୁ ହିଁ ଅଛନ୍ତି, ଗୋଟେ ସୋପାନ। ହି ଇଜ ଏ ଲ୍ୟାଡର, ହି ଇଜ ଏ ମିଡିଏଟର। ତେଣୁ ଆଜି ମୁଁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛି। He is the true mediator. He is the
ସତ୍ୟ ମାର୍ଗ ଏବଂ ଜୀବନ ସେ ଆକା ଜଣେ ଆଉ ତାଙ୍କ ଛଡା ଆଉ କେହି ନୁହନ୍ତି। ଆଉ ସେ ବିଷୟ ଗୁଡିକ ଆମେ ଦେଖୁ କି ଯୀଶୁଖ୍ରୀଷ୍ଟ ନିଜେ ସ୍ୱୟଂ ସେ କହିଛନ୍ତି ଯାହାକି ଯୋହନ 1:51 ପୁଣି ସେ ତାହାଙ୍କୁ କହିଲେ ସତ୍ୟ ସତ୍ୟ ମୁଁ ତୁମକୁ କହୁଛି ତୁମମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟମାନଙ୍କ ଉପରେ ଆରୋହଣ ଅବତରଣ କରିବା ଦେଖିବ। କାରଣ ଆଗରୁ ପରମେଶ୍ୱରଙ୍କୁ ଆପ୍ରୋଚ କରିବାକୁ କିଏ ସମର୍ଥନ ହେଇପାରୁନଥିଲେ। ଏଦନ ଉଦ୍ୟାନର ବଗିଚାରୁ ଆଉ ସେ ରିଲେସନ ଟୁଟିଗଲା। ଇଭେନ୍ ଆପଣ ଡାନିଏଲ ପରେ ବି ଦେଖିଲେ ଡାନିଏଲ ଯେତେବେଳେ ପ୍ରାର୍ଥନା କଲା ଗୋଟେ 3 ଦିନ ହେଇଗଲା ତାର ଉତ୍ତର ଆସୁନା। ପରେ ମିଖାଏଲ ଆସିକିରି ସେ ଉତ୍ତରକୁ ଆଣିଲା। ଆପଣମାନେ ଦେଖିଥିବେ। କିନ୍ତୁ ଆଜି ଯୀଶୁଙ୍କ ନାମରେ ବୋଲି ଆମେ ଏବେ ପ୍ରାର୍ଥନା କଲେ ତୁରନ୍ତ ପରମେଶ୍ୱର ଶୁଣୁଛନ୍ତି। ଯୀଶୁଙ୍କ ନାମରେ ମାଙ୍ଗିଲି ବୋଲେ ଶୁଣୁଛନ୍ତି। କାରଣ ଯୀଶୁ ହିଁ ଗୋଟେ ମାର୍ଗ ପିତାଙ୍କ ନିକଟକୁ ଯିବା ପାଇଁ। ଆଉ ତାହା ଆମେ ଯୀଶୁଙ୍କର ଜନ୍ମ ସମୟରେ ଆମେ ଦେଖୁ କି ଲୁକ 2:13-14 କି ଉର୍ଦ୍ଧ୍ୱରେ ସ୍ୱର୍ଗଦୂତ ମାନେ ଦର୍ଶନ ଦେଇ କହିଲେ ଉର୍ଦ୍ଧ୍ୱରେ ପରମେଶ୍ୱରଙ୍କ ମହିମା ଏବଂ ଧରତୀରେ ଏ ପୃଥିବୀରେ ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଅର୍ଥାତ୍ ଏଇ ରିଲେସନସିପ୍ ଯୋଉ ସ୍ୱର୍ଗର ଏବଂ ପୃଥିବୀର ରିଲେସନସିପ୍ କୁ ମିଶେଇବା ପାଇଁ ପରମେଶ୍ୱରଙ୍କର ଆଗରୁ ଗୋଟେ ଯୋଜନା ଥିଲା। ଏବଂ ସେ ଯୋଜନା ପରମେଶ୍ୱର ଜାଣିଛନ୍ତି ଯାକୁବଙ୍କ ଠାରୁ 12 ଗୋତ୍ର ହେବେ ଏବଂ 12 ଗୋତ୍ର ଠାରୁ ଆଉ ମୋର ସୁସମାଚାର ହବ, ମୋର ନାମ ମହିମାନ୍ୱିତ ହେବ ଏବଂ ସେ ଆମମାନଙ୍କୁ ମଧ୍ୟ ସେଇ ସ୍ଥାନରେ ଦେଖିଛନ୍ତି। ତେଣୁକରି ଇଟ୍ ଇଜ ନଟ୍ ଇଟ୍ ଇଜ ଏ ପ୍ଲାନ୍ ଅଫ୍ ପର୍ପୋଜ ଅଫ୍ ଗଡ୍। ହଠାତ୍ ଏ ବିଷୟ ହେଇନାହିଁ। ହଠାତ୍ ସେ ଗୋଟେ ସ୍ୱପ୍ନ ଦେଖିଦେଲା ଏମିତି ହେଇଗଲା ନାହିଁ। ଏଇଟା ପ୍ରଭୁଙ୍କର ହୃଦୟରେ ଅଛି। ବିକଜ ହି ଇଜ ଗୋଇଂ ଟୁ ସି ହିଜ୍ ସନ୍, ହି ଇଜ ଗୋଇଂ ଟୁ ସି ହିଜ୍ ଚର୍ଚ୍ଚ। ତାଙ୍କ ମଣ୍ଡଳୀକୁ ସେ ଏଠାରେ ଦେଖୁଛନ୍ତି। ଓକେ, ଆପଣମାନେ ଦେଖିପାରିଲେ, ଜାଣିପାରିଲେ ବୋଧେ ଏ କଥା କି ଖ୍ରାଇଷ୍ଟ ଇଜ ଦ ଟ୍ରୁ ମିଡିଏଟର, ଯାହାଙ୍କ ଦ୍ୱାରା ଆମେ ପିତାଙ୍କ ନିକଟକୁ ଯାଇପାରିବା। ଓକେ, ଏବେ ଦେଖିବା ପିଲର। ଏଠାରେ ପିଲର ସେ ଉଠିଲା, ଉଠିକିରି ସେ ସ୍ତମ୍ଭକୁ ଆଣିଲା। ସ୍ତମ୍ଭକୁ ଆଣିକିରି କି ଏଇଟା ଗୋଟେ ସାଧାରଣ ଜାଗା ନାହିଁ। ଏଇଟା ଯୋଉ ପ୍ରକାର ଗୋଟେ ଫିଲିଂ ହେଲା, ଯୋଉ ପ୍ରକାର ଅନୁଭବକୁ ମୁଁ କରିପାରିଲି, ପରମେଶ୍ୱରଙ୍କ ଉପସ୍ଥିତିକୁ ଦେଖି ପାରିଲି, ଦିସ୍ ଇଜ ନଟ୍ ଏ ଅର୍ଡିନାରୀ ପ୍ଲେସ୍। ଦିସ୍ ପ୍ଲେସ୍ ଇଜ ଦ ବେଥେଲ। ବେଥେଲ ହାଉସ୍ ଅଫ୍ ଗଡ୍। ମନେ ରଖନ୍ତୁ, ହାଉସ୍ ଅଫ୍ ଗଡ୍। ଏହା ପରମେଶ୍ୱରଙ୍କ ଗୃହ ଅଟେ। ଏଇଟା ପରମେଶ୍ୱରଙ୍କ ଗୃହ ଅଟେ ବୋଲିକିରି ସେ 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 ପିଲରକୁ ରଖିଲେ। ପିଲର ସ୍ପିକ୍ ଅଲୱେଜ अबाउट द ट्रूथ एंड टेस्टिमनी। ସତ୍ୟ ଏବଂ ସାକ୍ଷ୍ୟ ବିଷୟ କହେ ପିଲର। है ना, ମୁଁ ଜଷ୍ଟ ଗୋଟେ ଉଦାହରଣ ଦେବି। ଆମେ ଯେତେବେଳେ ଗୁମାରୁ ମୋରା ବୋଉ ମା ସହିତ ଚାଲି ଚାଲି ଆସୁଥିଲୁ ହାଟକୁ ଯାଏ, ଓ ମାଇଲ କମ୍ ଭାରି ଆଇଲା, ମାଇଲ କମ୍ ଭାରି ଆଇଲା। ସେ ଗୋଟେ ସେ ସମାନ ଗୋଟେ ପଥର ଗୋଟେ ଥିବ, ସେଟା ଦେଖୁଥିବ, ହଁ ପହଞ୍ଚି ଗଲୁ ଆମେ। ଆପଣ ମାନଙ୍କର ବି ଅନୁଭବ ତ ଏବେ ବି ସେ ମାଇଲ ଖମ୍ବ ଯାକ ଅଛି। ସେଇଟା ଗୋଟେ ସତ୍ୟକୁ ଧରିକିରି ଠିଆ ହେଇଛି, ଗୋଟେ ସତ୍ୟ ବିଷୟର ସାକ୍ଷ୍ୟ ଦଉଛି ସେ ପିଲର ଯାକ। ଆପଣ ମାନେ ବୁଝନ୍ତି ଏଇଟା। ବିବ୍ଲିକାଲରେ ଆମେ ଦେଖୁ, ବିବ୍ଲିକାଲରେ ଆମେ ଦେଖୁ ପିଲର ଇଜ ଟ୍ରୁଥ ଆଣ୍ଡ ଟେଷ୍ଟିମନି। ସତ୍ୟର ସାକ୍ଷ୍ୟ, ଏଇଟା ଗୋଟେ ପିଲର ଯୋଉଟା ସେ ତକିଆ କରିଥିଲା। ମାନେ ବୋଲେ ଲୋଡା ନାହିଁ। ଆମେ କୁନିଆ ଅଗ ଅଗେ କୁନିଆ ଆମେ ବିବାହ ବେଳକୁ ଆମର ଗାଁରେ ଆଗରେ ବିବାହବାର ଯାଇକିରି ଗୋଟେ ରାତି ଶୋଇକିରି ବିବାହ ହେଇକିରି ଆଣିଲା ବେଳକୁ ଆମେ କନ୍ୟା ଆଣିବାକୁ ଗଲା ବେଳକୁ କାର ଘରେ କୁଆଡେ କୁଆଡେ ବି ଶୋଇବ ଆମକୁ ଜଣା ନଥିବ। ସେ ବେଳକୁ କିଏ କେମିତି ଶୋଇଛି ସେଟା ଆପଣ ମାନଙ୍କର ଅନୁଭବ ଅଛି। ଏବେ ପ୍ଲିଜ ମୁଁ ସେଟା ଏକ୍ସପ୍ଲେନ କରିପାରିବି ନା। ସେ ବେଳକୁ କିଏ କାହାକୁ ଚିହ୍ନି ନଥିଲେ ବି କିଏ ପଥର ବି ନେଇକି ଶୋଇବେ, କି ଇଟା ବି ନେଇକିରି ତକିଆ କରବଟା ମୁଁ ଦେଖିଛି। ହେଲେ ଏଟାରେ ଯାକୁବ ସେ ପଥରକୁ ସେମିତି କରି ଭାବିଥିଲା। ସେ ପଥର ଗୋଟେ ଅର୍ଡିନାରୀ ପଥର, କିନ୍ତୁ ଯେତେବେଳେ ପ୍ରଭୁଙ୍କର ଉପସ୍ଥିତିକୁ ସେ ଜାଣିପାରିଲା, ଯେତେବେଳେ ପ୍ରଭୁଙ୍କର ପବିତ୍ରତାକୁ ଦେଖିପାରିଲା, ଯେତେବେଳେ ପ୍ରଭୁଙ୍କର ଉପସ୍ଥିତିକୁ ଅନୁଭବ କରି ସେ ଫିଲିଂକୁ ଆଣିପାରିଲା କି ଦିସ୍ ଇଜ ନଟ୍ ଅର୍ଡିନାରୀ, ଏ ସାଧାରଣ ଜାଗା ନାହିଁ। ସେ ପଥରକୁ ଆଗ କଣ କଲା, ସେ ପିଲର କଲା, ସ୍ତମ୍ଭ କରିକିରି ସେଠି ତୈଳ ଢାଳିଲା। ଅର୍ଥାତ୍ ସ୍ପିରିଚୁଆଲ ଲ୍ୟାଣ୍ଡମାର୍କ, ସ୍ପିରିଚୁଆଲ ଲ୍ୟାଣ୍ଡମାର୍କ।
आत्मिक लैंडमार्क ओडिया केमती कहब मुझे जानी पारना माने गोटे चिन्हट कला से जगार गोटे चिन्हट कला आज भी अनेक चिन्हट जाक अच्छे मोर प्रिय माने आमे जिते ख्रीष्ट जीशु को जानी नथिलु आम मानकर आता पाता नथिला आम मानकर सम्मान नथिला आम मानकर आमे अंधकार भ्रमणकारी आउ आम मानकर माने इज्जत किछु नथिला आम मानकर सम्मान किछु नथिला जदि आपण मानकु मु इतिहास कहबी कि आमर जाति आमर लोक माने सुसमाचार न आसवा पूर्व केमती थिले सेटा जाको कहले आपण मानकु कांदेवा को लागो कारण ए प्रकार लोक जाक थिले आम जाति रे खाइबा पीबा अभाव आंबो टांको को आनिकिरी से माने नॉट आई एम नॉट टेलिंग अबाउट द सेरंग कहीं सेरंग रे से बेलको धान बेसी थिला किंतु अन्य सराउंडिंग रे लोक माने आंबो टांको को नेइकिरी राति सारा आमर नाଳ नाଳ आम भाषा गड़ा बोलुचु सीटी बांधिकी रखुଥିଲେ ଆଉ ପାଣି ଗଲା ପରେ ସେ ଯେତିକି କଷା ଜିନିଷ ଥିବ ପଳେଇବ ସେଇଟା ସକାଳୁ ଆଣିକିରି ଲୋକ ପେଜ କରି ଖାଉଥିଲେ ସେମିତି ସ୍ଥିତି ଥିଲା ଆମ ମାନଙ୍କର ଆଉ ଆମ ମାନଙ୍କର ପିନ୍ଧବାଟା ବି ଠିକ ନଥିଲା ଯେତେବେଳେ ସୁସମାଚାର ଆସିଲା ଯେତେବେଳେ ପ୍ରଭୁକୁ ଆମେ ସ୍ୱୀକାର କଲୁ God made us somebody now ଏଟାରେ ଯେତେ ଲୋକ ଆପଣ ମାନେ ଅଛନ୍ତି ଟିକେ ପୂର୍ବ କଥାକୁ ମନେ ପକାନ୍ତୁ ଆପଣ ମାନେ ଏଟେ ନିଜକୁ ବଡି ମା ବା ନିଜକୁ ଗର୍ବ କରବାର କିଛି କଥା ନାହିଁ ମୁଁ କିଏ ମୁଁ ଜାଣିଛି କିନ୍ତୁ ପ୍ରଭୁ ଆଇଲା ପରେ ମତେ କଣ କଲେ କେମିତି ନଉଛନ୍ତି ସେଟା ମୁଁ ଜାଣୁଛି ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ହେଲେ ପିଲର ଏଟା ଯୋଉ ପିଲର ଯେତେବେଳେ ଆମେ ପ୍ରଭୁଙ୍କ ପାଖକୁ ଆସିଲୁ ତାଙ୍କର ମଣ୍ଡଳୀର ଅନ୍ତର୍ଭୁକ୍ତ ହଲୁ ସେ ଆମମାନଙ୍କୁ ସମ୍ମାନିତ କଲା he made us a pillar like a pillar ଏଠାରେ ପିଲର ଆମେ ଦେଖିବା କି 18 ରେ ଲେଖା ଅଛି 28 ର 18 ରେ ଅନନ୍ତର ଯାକୁବ ପ୍ରଭାତରୁ ଉଠି ସେ ପ୍ରସ୍ତର ମସ୍ତକ ତଳେ ଦେଇଥିଲା ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ଭୂମି ଉପରେ ତଳ ଢାଳିଲା ପିଲର ଓକେ ପିଲର ସବୁବେଳେ ଗୋଟେ ସତ୍ୟ କଥା ହବା କହୁଛି ପିଲର ସବୁବେଳେ ସତ୍ୟ କଥା କହୁଛି ଆଜି ବର୍ତ୍ତମାନ ମାନେ ପିଲର कार पिलर प्रभुଙ୍କର पिलर ମନେ ରଖନ୍ତୁ प्रभु जदि जगत को आसबो का पे आसबो आम पे आसबो हमको नेबा पे आसबो एमे ओके कुनिया गां गला बेलको टिके दुख 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 डर लाग कार घर को भी केंती खाइबी का जानी नहीं इंती गोटे थर अंडर सिंह गली बाइबल नहीं करी नवम पढ़ुली सभा समिति कार घरे खाइबा को किए मते डाकी नहीं जड़े मदुआ लोक मते डाक माने जदि जो गोटे जगार लोक थिले आमे जाई पारबा जाको जानिछु जदि जाको आमे जानिनु से जगह को आमे केंती जाई पारिबा जदि प्रभु जगत को आसीबे का पे आसीबे का पाए तार मंडली को पाए तार लोक मान को पासबे लेकिन आज आज से लोक माने केंती गले यूनिफॉर्म जाको पिंदी नाची नाची बुलुचंती आपण माने देखुथिबे किस किस होचंती प्रभु को पाए जगह होने किंतु से हमको पिलर करछन पिलर सब सत्य को साक्ष्य दिए जहाँकि आपण माने देखिबे आदि पुस्तक 19:26 लेखा होची लोटोर स्त्री से जेतेबेले पछ मुड़िला से लवण स्तंभ रह गला आज पर्यंत से साक्ष्य दउची कि नहीं दउची आओ यात्रा पुस्तक 13:21 देखिबा कि प्रभु इस्राएल लोक मान को नेले गोटे साक्ष्य रूप रे कि पिलर ऑफ क्लाउड बाय डे पिलर ऑफ फायर बाय नाइट दिन रे मेघस्तंभ राति रे अग्निस्तंभ द्वारा से नेले एवं से विषय गीत 99:7 रे से टेस्टिमनी प्रभु देउछंती मुइंती कर रखिछि बोलिकरी ओके आपण माने बुझी पारले आपण माने बुझी पारले हेले आमे एबे पिलर एबे आमे पिलर मंडली रो आमे पिलर को जहाँकि प्रथम तिमोथी 3:15 लेखा अछि मात्र जेते मोर विनती होई तेबे ईश्वर को गृह रे अर्थात ईश्वर को मंडली किपरि आचरण करबा होय ता जेपरि तुमे तुमे ज्ञात हो एतु समस्त
ତୁମ ନିକଟକୁ ଲେଖୁଛି ଗଡ୍ has made us pillar now। ପ୍ରଭୁ ଆମମାନଙ୍କୁ ପିଲର କରିଅଛନ୍ତି ଆଉ ସେ ପିଲର କରିକିରି ଆଜି ପର୍ଯ୍ୟନ୍ତ ସେମାନଙ୍କୁ ରଖିଛନ୍ତି ଏବଂ ସେ କଣ କଲେ ସେ ତୈଳ ଢାଳିଲେ ଯାହାକୁ ଅଭିଷେକ ବୋଲି ଆମେ କହୁଛୁ। କିନ୍ତୁ ଆଜିକାଲି ଯୋଉ ଅଭିଷେକ ହଉଛି ବାଇବେଲ ସପୋର୍ଟ କରୁନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ କ୍ଷମା କରନ୍ତୁ। ପୁରାତନ ନିୟମରେ ଥିଲା ତୈଳ ଫଳ ଡାଲିକିରି କରବାଟା। ଆଜିକାଲିର ଅଭିଷେକ ପ୍ରଭୁ ସ୍ୱୟଂ ସେ ଅଭିଷେକ କରନ୍ତି ତାଙ୍କର ଲୋକମାନଙ୍କୁ। ମଣିଷ ଅଭିଷେକ କରିପାରିବ ନାହିଁ। ପବିତ୍ର ଆତ୍ମା ଆସିଲା ସେ ଅଭିଷେକ କରି ନିଅନ୍ତି। ଏବଂ ଯୋଉ ପିଲର ବିଷୟରେ ଆମେ ଦେଖୁ କି ଆଉ ରେଭେଲେସନ 3:12 ରେଭେଲେସନ 3:12 ଟିକେ ପଢବେ କି କିଏ ଟିକେ ଏଇଟା ଟିକେ ପଢନ୍ତୁ। ରେଭେଲେସନ 3:12 ପଢିବା କି କିଏ ନା କେମିତି? ରେଭେଲେସନ 3:12 ପ୍ରକାଶିତ 3:12 ଯେ ଜୟ କରେ ହଁ ଯେ ଜୟ ଆମ୍ଭେ କରେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ହଁ ସ୍ତମ୍ଭ ସ୍ୱରୂପ କରିବୁ। ହଁ ଯେ ଜୟ ସେ କରେ ଆଉ ହଁ ପ୍ଲିଜ ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ। ଆମ୍ଭେ ଆପଣା ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କ ଠାରୁ ଆଗତ ଯେଉଁ ଜେରୁସାଲାମ ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ। ଓକେ ଥ୍ୟାଙ୍କ ୟୁ। ରେଭେଲେସନ ପ୍ରକାଶିତ 3:12 ଯେ ଜୟ କରେ ଆମ୍ଭେ ତାହାକୁ ଆମର ଈଶ୍ୱରଙ୍କ ମନ୍ଦିର ସ୍ତମ୍ଭ ସ୍ୱରୂପ କରିବୁ। କାହାକୁ ଆମମାନଙ୍କୁ ପ୍ରଭୁ ତାଙ୍କ ପାଖରେ ରଖିବେ। ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ। ଆମ୍ଭେ ଆମର ନାମ ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାଙ୍କଠାରୁ ଆଗତ ଯୋଉ ନୂତନ ଜେରୁସାଲାମ ଆମର ଈଶ୍ୱରଙ୍କ ସେ ନଗରୀ ନାମ ପୁଣି ଆମ ନିକଟର ନୂତନ ନାମ ତା ଉପରେ ଲେଖିବୁ। ନୂତନ ନାମ ଆମେ ତା ଉପରେ ଲେଖିବୁ। So we are the pillar of God that God has made us। ଯେତେବେଳେ ଆମେ ପ୍ରଭୁଙ୍କୁ ଗ୍ରହଣ କଲୁ ମଣ୍ଡଳୀରେ ଅନ୍ତର୍ଭୁକ୍ତ ହେଲୁ। ମଣ୍ଡଳୀ ବୋଲେ ମେମ୍ବରସିପ ନେବାଟା ମୁଁ କହୁନାହିଁ, କ୍ଷମା କରିବେ ବାଇବେଲ ସେଇଟା ବି ସପୋର୍ଟ କରୁନାହିଁ। ମେମ୍ବରସିପ କଥା ମୁଁ କହୁନାହିଁ। ମୁଁ ସମ୍ବିଧାନ ଦେଲି ବୋଲବାଟା ନାଇଁଟା କି ପ୍ରଭୁଙ୍କ ଠାରେ ଯେତେବେଳେ ଆମେ ଗୃହୀତ ହେଲୁ ସେ ଆମମାନଙ୍କୁ ତାଙ୍କରି ମନ୍ଦିରରେ ସ୍ତମ୍ଭ ସ୍ୱରୂପ କଲେ। ଦ୍ୟାଟ ଇଜ ଦ ପିଲର। ଏଇଟା ଗୋଟେ ୱଣ୍ଡରଫୁଲ। ଆଉ ସେଇ ପିଲର ଉପରେ ସେ ତୈଳ ଅଭିଷେକ ତାର ଅର୍ଥ ଯେତେବେଳେ ଆମେ ପ୍ରଭୁଙ୍କୁ ଗ୍ରହଣ କଲୁ ସେ ପବିତ୍ର ଆତ୍ମାଙ୍କ ଦାନରେ ଆମମାନଙ୍କୁ ପରିପୂର୍ଣ୍ଣ କଲେ। ପବିତ୍ର ଆତ୍ମାଙ୍କ ଦାନରେ ସେ ଆମମାନଙ୍କୁ ପରିପୂର୍ଣ୍ଣ କଲେ। ଯାହାକି ଆପଣ ମାନେ ଦେଖିପାରିବେ କି ଏଫିସିରେ ଅଛି, ପ୍ରଥମ କରନ୍ତିରେ ଅଛି। ସେ ଅନେକଙ୍କୁ ବିଭିନ୍ନ ପ୍ରକାର ଦାନ ଦେଲେ ଆଉ ସେଇ ଦାନରେ ସେ ଆମମାନଙ୍କୁ ଅଭିଷେକ କରି ବର୍ତ୍ତମାନ ପର୍ଯ୍ୟନ୍ତ ଚଳାଉଛନ୍ତି। ଆଉ ସମୟ ବେଶୀ ହେଇଗଲା, ମୁଁ ଅଧିକ ଆଉ ଆଗକୁ ଯିବାକୁ ଚାହୁଁନାହିଁ, କିନ୍ତୁ ଜଷ୍ଟ ରିଭାଇଜ କରିବି କି ଯାକୁବ ଗୋଟେ ସ୍ୱପ୍ନ ଦେଖିଲା। ସେଟା ସେତିକିରେ ଏକ ଲିମିଟ ନାହିଁ। ଆଜି ପର୍ଯ୍ୟନ୍ତ ସେଇଟା କଥା କହୁଛି। ସେଟାର ମଣ୍ଡଳୀ ଲୁକାୟିତ ଭାବରେ ଅଛି। ମଣ୍ଡଳୀ ଲୁକାୟିତ ଭାବରେ ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ ମଣ୍ଡଳୀ ଲୁକାୟିତ, ସତ୍ୟ ମଣ୍ଡଳୀ ଲୁକାୟିତ ଅଛି। ଆଜିର ସୋ କଲ୍ଡ ଚର୍ଚ୍ଚ ନାହିଁ, ନାମଧାରୀ ଚର୍ଚ୍ଚ ନାହିଁ। ଏବେ ସବୁ ନାମଧାରୀ ଚର୍ଚ୍ଚ। କ୍ଷମା କରିବେ ଆପଣ ମାନେ। ପ୍ରଭୁର କଥା ଗୋଟେ ହଉନାହିଁ ସେଠି। ମଣିଷର କଥା ଏକା ଚାଲୁଛି। କ୍ଷମା କରିବେ ଆପଣ ମାନେ। କାହିଁକି ମୁଁ ପ୍ରାକ୍ଟିସ କରିବା ଯୋଗୁଁ କହୁଛି। କାହିଁକି ପ୍ରଭୁ ହିଁ ସର୍ବୋପରି ହେବାର ଅଛି। ଯଦି ଜାକିବ ଦେଖିଲା କି ପରମେଶ୍ୱର ଏଠାରେ ଅଛନ୍ତି ସର୍ବୋପରି, ଆମର ମଣ୍ଡଳୀରେ ଖ୍ରୀଷ୍ଟ ହିଁ ସର୍ବୋପରି ହେବାର ଅଛି। ଏ ଭୟାନକ ଜାଗା ପ୍ରଭୁଙ୍କର ପବିତ୍ରତାକୁ ଅନୁଭବ କଲା। ଆଜି ଆମ ଚର୍ଚ୍ଚରେ ପବିତ୍ରତା ଆମର ଫିଲିଂ ହେବାର ଅଛି, ପବିତ୍ରତା ନାହିଁ। ଆଉ ଆମେ ଦେଖିବା କି ଆମ ମଧ୍ୟରେ ଯୋଉ ଦୂତମାନେ ଆସୁଥିଲେ ଯାଉଥିଲେ, ଆମର ସ୍ତୁତି ଆରାଧନା ଯିବାର ଅଛି, ପ୍ରମିଶ ଏବଂ ଉତ୍ତର ଆସିବାର ଅଛି। ଆଜି ସେଇଟା ବି ହୋଇପାରୁନାହିଁ। ଆଉ ସେମାନଙ୍କୁ ସ୍ତମ୍ଭ ସ୍ୱରୂପ କଲେ। ଏବଂ ସେକେଣ୍ଡ କିଙ୍ଗ 7:21 ଲେଖା ଅଛି, ଯେତେବେଳେ ଜେରୁସାଲାମ ମନ୍ଦିର ହେଲା ପ୍ରଭୁଙ୍କର ନିର୍ଦ୍ଦେଶ ଅନୁସାରେ ଜେରୁସାଲାମ ମନ୍ଦିର ସମ୍ମୁଖରେ ଦିଟା ସ୍ତମ୍ଭ କଲେ, ଗୋଟେ ଲେଫ୍ଟରେ ଗୋଟେ ରାଇଟ୍। ଆଉ ଗୋଟେ ସ୍ତମ୍ଭର ନାମ ଯୋଛିନ, ମନେ ରଖନ୍ତୁ ଯୋଛିନ। ସେକେଣ୍ଡ କିଙ୍ଗ 7:21 ଯେ ପଢବାକୁ ଚାହାନ୍ତି ପଢନ୍ତୁ।
गोटे स्तंभर नाम जोचिन आ गोटे स्तंभर नाम बोयास। जोचिन रो नाम है इस्टाब्लिश माने एक्जिस्ट माने अछंती बोलबाटा स्थिति। बोयाज रो नाम रो अर्थ इन हिम इज स्ट्रेंथ इन हिम इज लाइफ। तांको ठारे शक्ति अछि तांको ठारे जीवन अछि। जो माने से मंदिर को जाउथले दीटा स्तंभ दे जाउथले ए स्तंभ से मान रिमाइंड करथला जे इठार परमेश्वरंकर अवस्थिति स्थिति अछि आ इठार परमेश्वरंकर ठारे ही जीवन अछि। किंतु आज आम मंडल सेटा ना प्रभुंकर अनुभव आम करि पारु ना। जिते पर्यंत प्रभुकर अनुभव आम करि पारु ना इट इज वेरी ट्रेजेडिक थिंग। या बहुत दुखर विषय। तेणु मोर प्रिय माने समय बेसी हो गला आ बेसी कथा अछि मो कट कर देली किंतु सेटा होछि सदा प्रभुंकर घर बेथल आ मंडली होछि लिविंग गॉड लिव द हाउस ऑफ लिविंग गॉड इज चर्च बोली करी प्रथम तिमोथी 3:15 लिखा अछि। एवं बेथल विषय अनेक विषय अछि। बेथल प्रभु तार 32 रे जाकब पानी के नाम परिवर्तन कला। तार नाम था डिसीवर तार नाम एवं देला इज्राएल। आम नाम को परिवर्तन कर से हमको गोटे तांकरी नाम देले। एवं बेथल प्रॉफिट रो पिला माने थिले। जोरबम को समय बेथल रे कोन हैला से गोल्डन कप स्वर्ण रो बाछड़ा को रखला आ लोक मान को कहले जेरूशलेम जाउनो इटे पूजा करो। हेला आज रो हम मान को चर्च रो परिस्थिति सेटा ही जाइछे सेटा ही जाइछे आ प्रभु ना प्रभु को बाहर को काढी देई करी मनुष्य तो कथा चली। सो आज मेसेज टिके कष्ट लगी आपण मान को किंतु क्षमा चाहूँ किंतु सत्य कथा कहली कि सर्वोपरि परमेश्वर थिबार अछि तांकर उपस्थिति पवित्रता उपस्थिति आम अनुभव करिवार अछि आ तांकर मीडिएटर जे सेही सत्य मार्ग जीवन ताहा भी आम अनुभव करिवार अछि एवं एवं आमे जे गोटे पिलर तांको मंडल पिलर यह भी आम को जानिबा अछि। प्रभु ए वाक्य द्वारा हम प्रत्येक को आशीर्वाद करंतु एवं कौन से लोकंकर प्रश्न थिले आपण पचारि पारिबे किंतु मते फांदरे पकेबा प्रश्न पचारंतु नाही बुझिबा पाए आमे मिसिके शिखिबा सिंती प्रश्न करि पारिबा। प्रभु हम प्रत्येक को आशीर्वाद करंतु। थैंक यू सो मच। आमेन।